ପିକନିକ୍ କରିବାକୁ ଆସି ଜଳପ୍ରପାତରେ ଗାଧୋଇବା ହେଲା କାଳ। ଗୋଟିଏ ପରିବାରରୁ ବୁଡ଼ିଗଲେ ଦୁଇ ଭାଇ। ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରୁ କିଛି ପର୍ଯ୍ୟଟକ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ସୀତାକୁଣ୍ଡକୁ ପିକନିକ୍ କରିବା ପାଇଁ ଆସିଥିଲେ। ଭୋଜି ଭାତ ଚାଲିଥିବା ସମୟରେ କିଛି ଯୁବକ ସୀତାକୁଣ୍ଡରେ ଗାଧୋଉଥିଲେ। ତେବେ ଅସାବଧାନତା କାରଣରୁ 3 ଜଣ ବୁଡ଼ି ଯାଉଥିବା ବେଳେ ଜଣକୁ ଉଦ୍ଧାର କରାଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ 2 ଜଣଙ୍କର ପତ୍ତା ମିଳିପାରି ନଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ ବାହିନୀର କଠିନ ପରିଶ୍ରମ ଫଳରେ ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ସୂଚନା ମିଳିଛି। ତେବେ ଉଭୟ ଭାଇଙ୍କର ବୟସ ପ୍ରାୟ 40 ହୋଇଥିବା ବେଳେ ଜଣଙ୍କର ନାମ ଅଭିଷେକ ଓ ଅନ୍ୟ ଜଣେ ସତ୍ୟବ୍ରତ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।